ବର୍ତ୍ତମାନ ଯଦି ଆପଣ ଟ୍ରାକଟା ଦେଖିବେ ସେଥିରେ କୋଉ ଜାଗାରେ ସ୍ଥଳ ଭାଗରେ ପ୍ରବେଶ କରୁଛି ଦେଖାଯାଇନି ସେ ଟ୍ରାକରେ। ବର୍ତ୍ତମାନ ଦେଖାଯାଇଛି ଯେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଯୋଉ ଆନ୍ଧ୍ରପ୍ରଦେଶ ସମୁଦ୍ରରେ ଅବସ୍ଥିତିଟା ଦେଖାଯାଇଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଯୋଉଟା ଭୀଷଣ ବାତ୍ୟା ଆମେ କହୁଛୁ। ମୋଟାମୋଟି ଯଦି ଆପଣ ସେଇଟାକୁ ଟିକେ କାରଣ ସେଇ ଜାଗାରେ ହିଁ ଟିକେ କମ୍ପ୍ଲେକ୍ସିଟି ଅଛି ଯେ ସିଏ ଟିକେ ଉତ୍ତର ଅକ୍ଷାଂଶକୁ ଚଢି ଯାଉଛି ସେଇ ସମୟରେ ଆମର ଯୋଉ ଦକ୍ଷିଣ ଓଡ଼ିଶା ଯୋଉ ଜିଲ୍ଲାମାନେ ଅଛନ୍ତି ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ଯୋଉ ଜିଲ୍ଲାମାନେ ଅଛନ୍ତି ତାଙ୍କର ଭଲନେରାବିଲିଟି ବଢିଯିବାର ସମ୍ଭାବନା ମତେ ଲାଗୁଛି। ଆଉ ଏମିତି ବି ଯେହେତୁ ସିଷ୍ଟମଟା ଉପକୂଳବର୍ତ୍ତୀ ଅଞ୍ଚଳରେ ଆସିବ ଆଉ ଆମେ ତ ଗୋଟେ ଲାଇନଟା ଦେଖୁଛୁ କିନ୍ତୁ ସାଇକ୍ଲୋନ ତ ଗୋଟେ ଲାଇନ ନୁହେଁ, ଗୋଟେ 300-400 କିଲୋମିଟର ପରିଧିରେ ବାଦଲ ଖଣ୍ଡ କିଛିଟା ପବନ ରହିବ। ତେଣୁ ଉପକୂଳବର୍ତ୍ତୀ ଓଡ଼ିଶାରେ ବି ପ୍ରଭାବ ରହିବ, କିନ୍ତୁ ମତେ ଲାଗୁଛି ଯୋଉ ବାୟୁର ମାତ୍ରାଟା ଓଡ଼ିଶାରେ ଟିକେ ମାନେ ରିଲେଟିଭଲି କମ ରହିବ, ଆନ୍ଧ୍ରପ୍ରଦେଶରେ ବେଶୀ ରହିବ। ଆଉ ଦକ୍ଷିଣ ଓଡ଼ିଶାଟା ମତେ ଲାଗୁଛି ଟିକେ ପ୍ରଭାବିତ ହବାର ବେଶୀ ସମ୍ଭାବନା ଲାଗୁଛି। ଏଇ ଯୋଉ ଟ୍ରାକର ପ୍ରୋଜେକ୍ସନ ଦେଖିଲେ ମତେ ଲାଗୁଛି ଆଉ କିଛି ସମୟ କି ଅଳ୍ପ ସମୟ ଭିତରେ ତାର ଯୋଉ ଫାଇନାଲ ଯୋଉ ଲ୍ୟାଣ୍ଡ ଏଣ୍ଟ୍ରିଟା କ୍ଲାରିଟି ଆସିଯିବ।